ଅନୁଗୁଳ ବ୍ଲକ କନିମୁଳ ପଞ୍ଚାୟତ ମତ୍ତଗଜପୁରଠାରେ ଥିବା ସତ୍ସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 136ତମ ଆବିର୍ଭାବ ଉତ୍ସବ ପାଇଁ ଏକ ଗଣମାଧ୍ୟମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଗଣମାଧ୍ୟମ ସମ୍ମିଳନୀରେ ମତ୍ତଗଜପୁରର ସତ୍ସଙ୍ଗ ବିହାର ସଭାପତି ଡକ୍ଟର ନାଗେନ୍ଦ୍ରନାଥ ସ୍ୱାଇଁ, ସମ୍ପାଦକ ରତ୍ନାକର ନାୟକ, କୋଷାଧ୍ୟକ୍ଷ ବାନାମ୍ବର ପୃଷ୍ଟି, ନିଶଥନାଥ ସ୍ୱାଇଁ, ନିର୍ମଳ କୁମାର ଜେନା, ଉତ୍ସବ କମିଟିର ସଭାପତି ନାନଚରଣ ରାଉତ, ଡକ୍ଟର ଲିଙ୍ଗରାଜ ରଣା, ବେଦଦ୍ୟୁତି ପୃଷ୍ଟି, ଅର୍କଜ୍ୟୋତି ପାଣି ଓ ସୁରେନ୍ଦ୍ରନାଥ ପୃଷ୍ଟି ପ୍ରମୁଖ ଯୋଗଦେଇ ସତ୍ସଙ୍ଗର ପରମ ପୂଜ୍ୟ ଆଚାର୍ଯ୍ୟ ଦେବଙ୍କ ନିର୍ଦ୍ଦେଶକୁ ବହନ କରି ପାଳିତ ହେବାକୁ ଯାଉଥିବା ଉତ୍ସବକୁ ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଆମନ୍ତ୍ରଣ କରାଯାଉଛି। ଏହି ମଣିଷ ତିଆରି କାରଖାନାକୁ ଆସି ଶ୍ରୀ ଶ୍ରୀ ଠାକୁରଙ୍କ ନିର୍ଦ୍ଦେଶିତ ପଥରେ ଚାଲିଲେ ଜଣେ ବ୍ୟକ୍ତି ଭଲ ମଣିଷ ହୋଇପାରିବ। ଏହି ଭଲ ମଣିଷମାନଙ୍କୁ ନେଇ ସମାଜ ଏକ ଭଲ ମାନବ ଜଗତ ହୋଇପାରିବ। ଆସନ୍ତା 21 ତାରିଖ ରବିବାର ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ନିଃଶୁଳ୍କ ରୋଗୀ ସେବା, ରକ୍ତଦାନ ଶିବିର, ବିଭିନ୍ନ ବିଦ୍ୟାଳୟ କୃତିକ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ, ପ୍ରାର୍ଥନା, ଭଜନ, ଭୋଜନ, ଧର୍ମସଭା ପ୍ରଭୃତି କାର୍ଯ୍ୟକ୍ରମ ହେବ ବୋଲି ଗଣମାଧ୍ୟମକୁ ସୂଚନା ମିଳିଥିଲା। ବେଦଦ୍ୟୁତି ପୃଷ୍ଟି ଗୁରୁଭ୍ରାତା ମତ୍ତଗଜପୁର। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶୁଭ 136ତମ ଜନ୍ମ ମହାମହୋତ୍ସବ ଏବଂ ମତ୍ତଗଜପୁର ସତ୍ସଙ୍ଗ ବିହାରକୁ ଯେଉଁ ଆଚାର୍ଯ୍ୟ ଦେବଙ୍କର ପଦାର୍ପଣର ଊନବିଂଶତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜିର ଏ ସାମ୍ବାଦିକ ସମ୍ମିଳନୀ ଆମେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସମ୍ମିଳନୀ ଜରିଆରେ ଓଡ଼ିଶାର କୋଣ ଅନୁକୋଣରେ ଥିବା ସମସ୍ତ ଗୁରୁଭ୍ରାତା ଏବଂ ସତ୍ସଙ୍ଗର ଆଇଡ଼ିଓଲୋଜିରେ ବିଶ୍ୱାସ ଏବଂ ଭରସା କରୁଥିବା ସାଧାରଣ ଲୋକ ସମସ୍ତଙ୍କୁ ଆମେ ଏ ଗଣମାଧ୍ୟମ ସମ୍ମିଳନୀ ଜରିଆରେ ଅପିଲ କରୁଛୁ। ସମସ୍ତେ ଆସନ୍ତା 21 ତାରିଖରେ 21 ତାରିଖ ଯେଉଁ ରବିବାର 21 ତାରିଖ ରବିବାର ଯେଉଁ କାର୍ଯ୍ୟକ୍ରମ ହେବାକୁ ଯାଉଛି ଏ କାର୍ଯ୍ୟକ୍ରମରେ ସମସ୍ତେ ବହୁ ଭାବରେ କିପରି ଭାବରେ ସାମିଲ ହେବେ ଏବଂ ତତ୍ ସହିତ ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ଦିବସ ବ୍ୟାପୀ ମୁଁ ଆଶା ବ୍ୟକ୍ତ କରିବି ଆପଣମାନେ ସମସ୍ତେ କଥାକୁ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବେ ଏବଂ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଜୟଗୁରୁ। ଆଜି ଆମର এই ସଭା ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିବୃନ୍ଦ ଏବଂ ସାମ୍ବାଦିକ ଭାଇମାନେ, ମୁଁ ସମସ୍ତଙ୍କୁ ଆମର ସତ୍ସଙ୍ଗ ବିହାର ମତ୍ତଗଜପୁର ତରଫରୁ ସ୍ୱାଗତ ଜଣାଉଛି। ଆମର ଯେଉଁ ଆଗାମୀ 21 ତାରିଖ ଦିନ ଉତ୍ସବ ଅନୁଷ୍ଠିତ ହେବା ପାଇଁ ଯାଉଛି, ଏହି ଉତ୍ସବ ମହାସମାରୋହରେ ପାଳନ ପ୍ରତିବର୍ଷ ହୁଏ ଏବଂ ଏଥର ତାକୁ ଅତି ଚମତ୍କାର ଭାବରେ ପାଳନ କରିବା ପାଇଁ ସତ୍ସଙ୍ଗର ପରମ ପୂଜ୍ୟପଦ ଆଚାର୍ଯ୍ୟ ଦେବ ଆମମାନଙ୍କୁ ଆଶୀର୍ବାଦ ଦେଇଛନ୍ତି। ଆମେ ଚେଷ୍ଟା କରୁଛୁ ତାକୁ ସୁନ୍ଦର ଭାବରେ ପରିପାଳନ କରିବା ପାଇଁ। ପ୍ରୋଗ୍ରାମ ଅନୁସାରେ ଏବେ ମୁଁ ପଦେ ଗୋଟେ କଥା କହିବା ପାଇଁ ଚାହୁଁଛି। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ହେଉଛନ୍ତି ଯୁଗର ପୁରୁଷୋତ୍ତମ। ଶ୍ରୀରାମଚନ୍ଦ୍ର ଶ୍ରୀକୃଷ୍ଣ ଯେଭଳି ଭାବରେ ପୃଥିବୀ ପୃଷ୍ଠକୁ ଓହ୍ଲେଇ ଆସିଥିଲେ ସେଇଭଳି ଭାବରେ ଶ୍ରୀ ଶ୍ରୀ ଠାକୁର ଏ କଳିଯୁଗରେ ଯୁଗ ପୁରୁଷୋତ୍ତମ ରୂପରେ ପଦାର୍ପଣ କରିଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଲୋକ ଚରିତ୍ରକୁ ପରିବର୍ତ୍ତନ କରିବା, ପ୍ରତ୍ୟେକ ଘରକୁ ସଜାଡ଼ିବା ଏବଂ ଏକ ଉତ୍ତମ ମଣିଷ ରୂପାନ୍ତରିତ ହେବା। ତେଣୁ ଆମେ ତାଙ୍କୁ ଭଲ ପାଉଛୁ, ତାଙ୍କୁ ଅନୁସରଣ କରି ଚାଲୁଛୁ। ତାର ଉଦ୍ଦେଶ୍ୟ ହେଉଛି ଆମେ ଏକ ଭଲ ମଣିଷ ହେବା ପାଇଁ ଏବଂ ଏ ଭଲ ମଣିଷ ହେବା ପାଇଁ ସେ ଏକ ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ତାଙ୍କର ବର୍ତ୍ତମାନ ଯିଏ ଆଚାର୍ଯ୍ୟ ଦେବ ଅଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କର ସତ୍ସଙ୍ଗର ସମସ୍ତ ଭାବାଦର୍ଶ ସମସ୍ତ ପ୍ରତିଫଳିତ ହୋଇଛି। ଆମେ ତାଙ୍କୁ ଅନୁସରଣ କରିବା ଭିତରେ ଦେଇ ଶ୍ରୀ ଶ୍ରୀ ଠାକୁରଙ୍କୁ ଉପଲବ୍ଧି କରିପାରୁଛୁ। ଆମର ଏଇ ଯେ ସତ୍ସଙ୍ଗ ବିହାର ପ୍ରତିବର୍ଷ ହୁଏ, ଆମର ଯେଉଁ ଅନୁଷ୍ଠିତ ହୁଏ ଆମର ଉତ୍ସବ, ଏ ବର୍ଷ ମଧ୍ୟ ସେ ଅନୁଷ୍ଠିତ ହେବା ପାଇଁ ଯାଉଛି। ଏହାର ଯେଉଁ କାର୍ଯ୍ୟକ୍ରମ କିଛି ଅଛି ମୁଁ ଆପଣମାନଙ୍କ ସାମ୍ନାରେ ସୂଚନା ଦେବା ପାଇଁ ଚାହୁଁଛି। ଆମର ପ୍ରତିବର୍ଷ ଭଳି ଏ ବର୍ଷ ଏ ମନ୍ଦିରକୁ ରଙ୍ଗ କରାଯାଇଛି, ଫୁଲ ଏସବୁରେ ଆକୁ ସଜାସଜି ହେବ, ଆଲୋକୀକରଣ କରାଯିବ ଏବଂ ତା ପୂର୍ବଦିନ ଅନେକ ଗୁରୁ ଭାଇ ମା ମାନେ ଆସି ଆମର ସତ୍ସଙ୍ଗ ବିହାରରେ ରହିବେ। ପ୍ରଭାତରେ ଆମର ଗୋଟେ ବେଦ ମାଙ୍ଗଳିକ ନହବତ ସେ ତାର ବାଜିବ। ତାପରେ ଆମର ଉଷା କୀର୍ତ୍ତନ ଭାଇମାନଙ୍କୁ ମା ମାନଙ୍କୁ ନେଇ ଉଷା କୀର୍ତ୍ତନଟା ଆମର ଚାଲିବ। ତାପରେ ଆମର ପ୍ରାର୍ଥନା ସମୟ ଏ ମାସରେ ରହୁଛି 6ଟା 22 ମିନିଟରେ। ଆମେ ସମସ୍ତେ ପ୍ରାର୍ଥନା କରିବୁ, ନାମ ଜପ କରିବୁ, ଗ୍ରନ୍ଥ ପାଠ ଓ ପ୍ରଣାମ ନିବେଦନ କରିବୁ। 7ଟା 5 ମିନିଟରେ ଶ୍ରୀବିଗ୍ରହ ପ୍ରତିଷ୍ଠା ସ୍ମରଣର ଲଗ୍ନ ଘୋଷଣା, ଉତ୍ସବ ଉଦ୍ବୋଧନ ପରେ ଭଜନ ସମାରୋହ ହେବ ଏବଂ ଏହି ଭିତରେ ଆମର ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଆମର ଗ୍ରାମ୍ୟ ପରିକ୍ରମା କରିବ, ଯାହାକୁ
आमे नगर कीर्तन कहू ए नगर कीर्तन अति सुंदर भाव ताकू प्रत्येक गाँव को नापे आम चेष्टा करूँ तापर यही सत्संग विहार ठीक 10टा बेले आमर गोटे स्वास्थ्य शिविर हम 11टा समय प्रज्वल सत्संग सम्मेलन हम गोटाए समय जो भाई माँ मैंने थे से सत्संग विहार तरफ प्रसाद सेवन आयोजन करा सत्संग पर आनंद बजार प्रसाद सेवन करेंगे 2:30 मिनिट समय मातृ सम्मेलन 5:23 पुणी संध्या प्रार्थना हम प्रति मसरे जमी आम सकाल संध्या प्रार्थना टाइम अच्छी से अनुसार 5:23 संध्या प्रार्थना हम नाम जप ग्रंथ पाठ प्रणाम निवेदन हम तापर 6टार ठीक सत्संग नाम संकीर्तन हम प्रतिवर्ष भली जमी सत्संग हम नाम संकीर्तन हम आ 7:30 आम सांस्कृतिक कार्यक्रम प्रतिवर्ष भली हम आतशबाजी प्रदर्शन हम एवं प्रसाद सेवन कार्यक्रम से भाव में चली तेणु यही है कार्यक्रम यही कार्यक्रम पछे जो मैंने अच्छा मुझे नाटा टी सामान्य भाव में बसिक मु डॉक्टर नगेंद्र स्वाई ये सत्संग बिहार मतगजपुर अध्यक्ष ये सांबादिक सम्मेलन एठार अनुष्ठित होर आभिमुख्य को आमे ये सत्संग बिहार आभिमुख्य जे मनीष तैयारी कारखाना ये भल मनीष सृष्टि करने परम पूज्यपाद श्री श्री आचार्य देव चाहिए हजार हजार संख्यार लोक जपरी भाव ये रुंडीभूत होती से उत्सव दिन सेटा हूँ 21 तारीख 21/1/2024 रविवार दिन एवं तार आभिमुख्य हूँ जे आमे गोटे जन जागरण करने जन जागरण दुनियार सबू लोक किपरि भाव में आमे ठाकुर भावधारा आमे से सम्मिलित करवा से उत्सवमुखी करवा से प्रेरणादीप्त करवा भितर जो हताशा निराशार जो भाव रही हटई किपरि भाव में से बंचा बढ़िया पथर आउ अग्रसर हम से उद्देश्य नहीं आगामी 21 तारीख परम प्रेम श्री श्री ठाकुर अनुकूल चंद्र का 136तम जन्म महामहोत्सव तत्स ये सत्संग विहार मतगजपुर 19तम वार्षिक श्री विग्रह प्रतिष्ठा उत्सव उपलक्षे बहु संख्यार किपरि भाव में ये उत्सव आपण मैंने समस्ते बहु संख्यार लोक मैंने योगदान करेंगे एवं श्री श्री ठाकुर मुखी उठे ठाकुर भावधारा को ग्रहण कर जीवन को सार्थक कर तोड़े एवं से हिंदू मुसलमान ख्रीस्टान जैन बौद्ध जी होना कहीं समस्ते चाहती बचापी और बढ़ियापी तेणु से आशा कर श्री श्री आचार्य देव एवं से उद्देश्य आज आमर ये जो सम्मेलन सांबादिक सम्मेलन होती आपण मानक आमर अनुरोध रहा आपण मैंने जनमानस यहाँ को विक्षिप्त करी परिवेषण करी समस्त को सही भाव में उद्दीप्त कर तोड़तु एवं ता भीतर देखिए जीवन को सार्थक कर चल एवं जीवन धन्य हो यह ही आमर सत्संग विहार उद्देश्य एवं उत्सवर समस्त कार्यक्रम से भाव में अनुष्ठित हो। जगतसिंहपुर तीर्तोल्लु भानुशंकर राउतराय रिपोर्ट ओडिशा।